ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ନୂତନ ମଧ୍ୟାହ୍ନ ଭୋଜନ ସାରଣୀ ଯେଉଁଥିରେ କି ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦତ୍ତ ଦେଇଛି। ଆମେ ସମସ୍ତେ ଜାଣିଛେ ସୋମବାର ଦିନ ଭାତ ସହିତ ଅଣ୍ଡା ତରକାରୀ ଦିଆଯାଏ। ସେହିଭଳି ମଙ୍ଗଳବାର ଦିନ ବର୍ତ୍ତମାନ ନୂଆ ମଧ୍ୟାହ୍ନ ଭୋଜନ ସାରଣୀ ଅନୁସାରେ ଭାତ ସହିତ ସୋୟାବଡ଼ି ତରକାରୀ ଏବଂ ପୋଷଣଯୁକ୍ତ ଲଡ଼ୁ ଦିଆଯାଉଛି। ସେହିଭଳି ବୁଧବାର ଦିନ ଆପଣଙ୍କର ଭାତ ସହିତ ଅଣ୍ଡା ତରକାରୀ ଦିଆଯାଉଛି। ସେହିଭଳି ଗୁରୁବାର ଆପଣଙ୍କର ଭାତ ଡାଲମା ସହିତ ପୋଷଣଯୁକ୍ତ ଲଡ଼ୁ ଦିଆଯାଉଛି। ଶୁକ୍ରବାର ଦିନ ଆପଣଙ୍କର ଭାତ ସହିତ ଅଣ୍ଡା ତରକାରୀ ଦିଆଯାଉଛି ଏବଂ ଶନିବାର ଦିନ ଭାତ ସହିତ ସୋୟାବଡ଼ି ଏବଂ ପୋଷଣଯୁକ୍ତ ଲଡ଼ୁ ପ୍ରଦାନ କରାଯାଏ। ଦେଖନ୍ତୁ ଆପଣଙ୍କର ନୂଆ ଚାର୍ଟ ଅନୁସାରେ ପ୍ରାଥମିକ ବିଦ୍ୟାଳୟରୁ ଶିଶୁ ବାଟିକା ଠାରୁ ପଞ୍ଚମ ଯାଏଁ ପିଲାମାନେ ପ୍ରତି ପିଲା 100 ଗ୍ରାମ ଲେଖାଏଁ ଚାଉଳ ପାଇବେ। ସେହିଭଳି ଅପର ପ୍ରାଇମେରୀ ତଥା ଷଷ୍ଠ ଠାରୁ ଅଷ୍ଟମ ଯାଏଁ ଆପଣଙ୍କର 150 ଗ୍ରାମ ଚାଉଳ ପ୍ରତିଦିନ ପ୍ରତି ପିଲାକୁ ଦିଆଯିବ। ସେହିଭଳି ହାଇସ୍କୁଲ ପିଲାମାନଙ୍କ ପାଇଁ ଭାତର ପରିମାଣ ଆପଣଙ୍କର 200 ଗ୍ରାମ ଲେଖା ପ୍ରତି ପିଲାଙ୍କୁ ସବୁଦିନ ଦିଆଯିବ। ସେହିଭଳି ଡାଲି ଦେଖନ୍ତୁ, ଡାଲରେ ଆପଣଙ୍କର ଶିଶୁ ବାଟିକା ଠାରୁ ପଞ୍ଚମ ଯାଏଁ ଆପଣଙ୍କର 25 ଗ୍ରାମ ଲେଖା ଡାଲି ମିଳିବ। ସେହିଭଳି ଷଷ୍ଠ ଠାରୁ ଅଷ୍ଟମ ଯାଏଁ 30 ଗ୍ରାମ। ସେହିଭଳି ହାଇସ୍କୁଲ ଠାରୁ ନବମ ଦଶମ ହେଉଛି ଆପଣଙ୍କର 30 ଗ୍ରାମ ଡାଲି ମିଳିବ। ସେହିଭଳି ସୋୟାବଡ଼ି ଦେଖନ୍ତୁ, ସୋୟାବଡ଼ି ଆପଣଙ୍କର ପ୍ରଥମ ଠାରୁ ବା ଶିଶୁ ବାଟିକା ଠାରୁ ପଞ୍ଚମ ଯାଏଁ 12 ଗ୍ରାମ ବଡ଼ି ମିଳିବ ପ୍ରତି ପିଲାଙ୍କୁ। ଅପର ପ୍ରାଇମେରୀକୁ ସେହିଭଳି 25 ଗ୍ରାମ ବଡ଼ି ମିଳିବ। ସେଭଳି ହାଇସ୍କୁଲ ନବମ ଦଶମ ପାଇଁ ଆପଣଙ୍କର 25 ଗ୍ରାମ ବଡ଼ି ମିଳିବ। ସେହିଭଳି ପରିବା ଦେଖନ୍ତୁ, ପରିବାରେ ଆପଣଙ୍କର ରହିଛି ଶିଶୁ ବାଟିକା ଠାରୁ ପଞ୍ଚମ 60 ଗ୍ରାମ ପରିବା। ସେହିଭଳି ଷଷ୍ଠ ଠାରୁ ଅଷ୍ଟମ ଯାଏଁ 100 ଗ୍ରାମ ପରିବା ଦିଆଯିବ। ସେହିଭଳି ନବମ ଦଶମ ବା ହାଇସ୍କୁଲ ପାଇଁ ଆପଣଙ୍କର 100 ଗ୍ରାମ ପରିବା ଦିଆଯିବ। ତାପରେ ଦେଖନ୍ତୁ ଆପଣଙ୍କର ପ୍ରାଇମେରୀ ଶିଶୁ ବାଟିକା ଠାରୁ ପଞ୍ଚମ ଯାଏଁ ଦେଖନ୍ତୁ ଆପଣଙ୍କର ଅଏଲ 5 ଗ୍ରାମ ଲେଖା ଖର୍ଚ୍ଚ ହେବ। ସେହିଭଳି ଷଷ୍ଠ ଠାରୁ ଅଷ୍ଟମ 7.5 ଗ୍ରାମ ତେଲ ଖର୍ଚ୍ଚ ହେବ ଏବଂ ନବମ ଦଶମ ଆପଣଙ୍କର 7.5 ଗ୍ରାମ ତେଲ ଖର୍ଚ୍ଚ ହେବ। ସେହିଭଳି ଆପଣଙ୍କର ଅଣ୍ଡା ପ୍ରତି ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା, ସପ୍ତାହକୁ 3ଟି ଲେଖାଏଁ ଅଣ୍ଡା ସେହିଭଳି ସମସ୍ତଙ୍କୁ ଦିଆଯିବ। ପ୍ରାଇମେରୀ ଠାରୁ ଶିଶୁ ବାଟିକା ଏବଂ ଷଷ୍ଠ ଠାରୁ ଅଷ୍ଟମ ନବମ ଦଶମ ସମସ୍ତ। ତେଣୁ ହାଇସ୍କୁଲ ପାଇଁ ମଧ୍ୟ ସମସ୍ତଙ୍କ ପାଇଁ ଗୋଟିଏ ଲେଖାଏଁ ଅଣ୍ଡା ସପ୍ତାହକୁ 3 ଥର ଦିଆଯିବ। ସେହିଭଳି ଦେଖନ୍ତୁ ଆପଣଙ୍କର ନ୍ୟୁଟ୍ରିସନ୍ ଲଡ଼ୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ସପ୍ତାହକୁ 3ଟି ଆପଣଙ୍କର ଲଡ଼ୁ ମଧ୍ୟ ପିଲାଙ୍କୁ ଗୋଟିଏ ଲଡ଼ୁ ଦିଆଯିବ ବା 3 ଟଙ୍କା 50 ପଇସା, ଯେଉଁଗୁଡ଼ିକ ଆପଣ 30 ଗ୍ରାମର ଲଡ଼ୁ ହେଇପାରିବ। ସେହିଭଳି ଜାଳେଣି ଖର୍ଚ୍ଚ ଦେଖନ୍ତୁ, ପ୍ରାଇମେରୀ ପିଲାଙ୍କ ପାଇଁ 1 ଟଙ୍କା ଏବଂ ଅପର ପ୍ରାଇମେରୀ ବା ଉଚ୍ଚମ ପ୍ରାଥମିକ ପାଇଁ 1 ଟଙ୍କା 70 ପଇସା ଏବଂ ହାଇସ୍କୁଲ ପାଇଁ ଆପଣଙ୍କର 1 ଟଙ୍କା 70 ପଇସା ଖର୍ଚ୍ଚ ହେବ। ସେହିଭଳି ଦେଖନ୍ତୁ ପ୍ରାଇମେରୀ ପାଇଁ ଶିଶୁ ବାଟିକା ଠାରୁ ପଞ୍ଚମ ଯାଏଁ ଆପଣଙ୍କର ମଧ୍ୟାହ୍ନ ଭୋଜନର କଷ୍ଟ ହେଉଛି 7 ଟଙ୍କା 64 ପଇସା ଏବଂ ଅପର ପ୍ରାଇମେରୀ ବା ଉଚ୍ଚ ପ୍ରାଥମିକ ପାଇଁ 10 ଟଙ୍କା 94 ପଇସା ଏବଂ ହାଇସ୍କୁଲ ପାଇଁ 10 ଟଙ୍କା 94 ପଇସା ଧାର୍ଯ୍ୟ କରାଯାଇଛି। ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ମାସ୍ ଏଜୁକେସନ୍ ଭାଇଡ୍ ଅର୍ଡର ନମ୍ବର 898 SPMU 30/11/2024 ରେ ରେଟ୍ ଚାର୍ଟ ଆପଣଙ୍କର ଡାଲିର ଥିଲା 100-150 ଟଙ୍କା। ସେହିଭଳି ସୋୟାବଡ଼ି 1 କେଜିକୁ ଥିଲା 125 ଟଙ୍କା, ଅଣ୍ଡା ଗୋଟେ 6 ଟଙ୍କା ଥିଲା ଏବଂ ଭେଜିଟେବୁଲ କଣ୍ଡେନ୍ସ ପାଇଁ 35 ଟଙ୍କା ଥିଲା ଆପଣଙ୍କର 2024ର ଅନୁସାରେ। ଏହି ରେଟ୍ ଚାର୍ଟଟି ଆପଣଙ୍କର ନଭେମ୍ବର 2024ରେ ଅନୁମୋଦିତ କରାଯାଇଥିଲା।